आसिलु धन हाँ माँ माँ हाँ सर्वप्रथम ग्रहण करतु मोर भक्तिपर भूमिष्ठ प्रणामटिए। हाँ बापा अरे धन तू भलरे आसिलु तो धन हाँ माँ गुरुकुल आश्रम सबू विद्या शिक्षा समाप्त करी आज मु तुम पाखक फेरी आसी। सतरे हाँ माँ ए धन माँ आ धन मो पाखक टिके आ मो पाखरे टिके बसी पड़ मु तोते तो मथा को टिके वासी दिए रे धन। ठीक अच्छी माँ आ धन हाँ हाँ आ तमें तो जानी से गुरुकुल आश्रम आम घरटा केते दूर अरे मो पर सेठू आम घर को चली चली आसी मते ना जोर रे भोक लगे माँ माँ आम घरे कौन किसी खाइबा पाई अच्छी अच्छी बापा अच्छी हाँ ताहले तमे मो पाई खाइबा बाड़ मु खाइबी मते जोर रे भोक लगलानी माँ बापा चंदन माँ मु तो पाई ना भल भाବରେ ରୋଷେଇ କରିକି ରଖିଛି रे ଧନ। ସତ କହୁଛ ମା? ଆ ଧନ ଦିଅ ତାହେଲେ ମୋ ପାଖରେ ବସି ପଡ। ମୋ ଭୋକ ସମ୍ଭାଳି ପାରୁନି ମୁଁ ଖାଇବି। ହଁ ବାପା ମୋ ହାତରେ ତୋତେ ଖୁଆଇ ଦେବି ରେ ଧନ। ହଁ ହଁ ଆ ଧନ ବସି ପଡ। थाऊ मा थाऊ मुआ खाई पारिबिनी ए टिके टिके कही तमे मते केते सारा खाई देलनी माँ। हाँ अरे तमे केते भला तमे मो केते जत्न नियो माँ। अरे को जन्म रे की पुण्य करिथिली जे ए जन्म रे तब बोली माताटे पाइछि माँ। हाँ तब गर्भरु जन्मी मु निजे को निजे आछि धन्य मने करे। सतरे हाँ माँ जननी तुम्हारा चरणे मोहरा प्रणाम जननी तुम्हारा चरणे मोहरा प्रणाम तुम पाद धूली हेउ हे अमृत समान तुम्हें मोर दुख माता तुम्हें मो सुख माता मो मालती मैं मु तुम सुता तुम स्नेह आशीर्वाद बीते मो दिन तुम्हें ब्रह्म विष्णु प्रति अमन माता हे दियो आशीष माता मो स्नेह परस।
ତମେ ତ ଜାଣିଛ ହଁ ବାପା ଏଇନେ ଗୁରୁକୁଳ ଆଶ୍ରମରେ ମୁଁ ପାଠ ପଢ଼ାଟା ସରିଯାଇଛି। ହଁ ବାପା ଏବେ ମୁଁ ସବୁ ଅସ୍ତ୍ର ଶସ୍ତ୍ର ବିଦ୍ୟାରେ ଧୁରନ୍ଧର ହେଇସାରିଛି ମା। ହଁ ବାପା ମା ହଁ ମୁଁ ତମକୁ ଗୋଟିଏ କଥା କହିବା ପାଇଁ ଚାହୁଁଛି। ଗୋଟିଏ ହଁ ମା। ଗୋଟିଏ କାହିଁକି ବାପା ତୁ ହଜାରେ କହିଲେ ବି ଶୁଣି ନେବି। ମା ହଁ ଶୁଣନ୍ତୁ ନା ମୁଁ ଯାହା କହୁଛି। ହଁ ମୁଁ କହୁଥିଲି କି କଣ କହୁଥିଲୁ? ମୁଁ ଚାହେଁ କିଛି ଦିନ ପାଇଁ ସେଇ କାଦମ୍ବିନୀ ଅରଣ୍ୟକୁ ବୁଲିଯିବା ପାଇଁ। ମା ତମେ ମତେ ଯଦି ଅନୁମତି ଦବ ତାହେଲେ ମୁଁ ସେ କାଦମ୍ବିନୀ ଅରଣ୍ୟକୁ ବୁଲିବା ପାଇଁ ଯିବି। ଆରେ ନା ବାପା ନା ନା ତୁ ପୁଣି ଏ 14 ବର୍ଷ ପରେ ବିଦ୍ୟା ଶିକ୍ଷା ସାରି ମୋ କୋଲକୁ ଫେରି ଆସିଛୁ। ଆଉ ତୁ ପୁଣି ସେ ଘୋର ଅରୁଣକୁ ବୁଲିବା ପାଇଁ ମତେ ଅନୁମତି ମାଗୁଛୁ। ହଁ ମା। ନା ବାପା ନା ତୋତେ ମୁଁ ଛାଡ଼ି ପାରିବିନି। ଏ ମା ହଁ ତମେ ମନା କାହିଁକି କରୁଛ କହିଲ? କାହିଁକି କରିବିନି ଯେ ତୁ ହଉଛୁ ମୋର ଏକମାତ୍ର ସନ୍ତାନ। ତୋତେ ଦଣ୍ଡେ ନ ଦେଖିଲେ ମୁଁ ଗୋଟିଏ ମୁହୂର୍ତ୍ତ ବି ବଞ୍ଚି ପାରେନି। ହଁ ମା ମୁଁ ଜାଣିଛି ମା ମନ ତ ପୁଅକୁ ଦଣ୍ଡେ ନ ଦେଖିଲେ ସେ ରହିପାରେନି। ହେଲେ ମା ହଁ ଆରେ ତମ ପୁଅ ଚନ୍ଦନ ପରା ବଡ଼ ହେଇଗଲାଣି। ତମେ ଏ ପୁଅ ଚନ୍ଦନ କଣ ଏଇ ଛୋଟଟିଏ ହେଇଛି ଯେ ତମେ ଏଇ ଚନ୍ଦନର ଏତେ ଚିନ୍ତା କରୁଛ ମା? ମା ହଁ ମନା କର ନା। ମତେ ସେ କାଦମ୍ବିନୀ ଅରଣ୍ୟକୁ ବୁଲି ଯିବା ପାଇଁ ଦିଅ। ମତେ ନା ସେଠାକୁ ଯିବା ପାଇଁ ଭାରି ଇଚ୍ଛା। ମନା କରନି ମା। ତାହେଲେ ଠିକ ଅଛି ବାବା ତୁ ଯଦି ମତେ ଅନୁମତି ମାଗୁଛୁ ମୁଁ କାହିଁକି ତୋତେ ଅନୁମତି ଦେବିନି। ତାହେଲେ ମୁଁ ଯିବି। ହଁ ଠିକ ଅଛି ମା। ତୁ ମୋ ନୟନର ଆଖି ପିତୁଲା ଝଟତି ଆସିବୁ ବାପା ନା କରି ହେଲା। ନାଇଁ ମା ତୁ ମୋ ନୟନର ଆଖି ପିତୁଲା ଝଟତି ଆସିବୁ ବାପା ନା କରି ହେଲା। ତୁ ଏକା ମୋ କୋଲାର ମାଲା। ତୁ ଏକା ମୋ କୋଲାର ମାଲା। ମୁଁ ଏକା ତ ପିତା ମାତା ତୁ ସଂସାର ତୁ ନଥିଲେ ବାଟେ ମତେ ଲାଗେ ଅନ୍ଧାର। ଏକା ତ ପିତା ମାତା ତୁ ସଂସାର ତୁ ନଥିଲେ ବାଟେ ମତେ ଲାଗେ ଅନ୍ଧାର। ଶୁଣୁଛୁ ହଁ ମା ଶୁଣୁଛି। କେବେ କାହାକୁ ବିଚାର କରିବୁନି ଧନ। ନାଇଁ 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 କେବେ କାହାକୁ ବିଚାର କରିବୁନି ଧନ। ଦୁଃଖ ତୋର ସହିବୁନି କଥା ମୋର ମନ। ତୁ ମୋ ନୟନର ଆଖି ପିତୁଲା ଝଟତି ଆସିବୁ ବାପା ନ କରି ହେଲା। ଶୀଘ୍ର ଆସିବି ମା। ତୁ ଏକା ମୋ କୋଲାର ମାଲା। ତାହେଲେ ଠିକ ଅଛି ବାପା ତୁ ଯାଉଛୁ ବେଲେ ଯା ତୁ ଶୀଘ୍ର ଫେରି ଆସିବୁ ରେ ହଁ ଧନ। ମା ମୁଁ ବିଳମ୍ବ କରିବିନି। ମୁଁ ତବ କଥା ମାନି
शीघ्र जाई शीघ्र घर को फेरी आसबि। हाँ बापा तो फेरी बाबाटक मो सेमिति चातक पकी परी मु चाहिकी रहिथिबि रे हाँ माँ ठीक अच्छी मु आसुची ताहेले। हाँ बापा ताहले का बापा मो पुआ तो से घर अरुणा को बुलवा चली जाइछि। हे भगवान मो पुआ को घंट गोड़े रखिता प्रभु घंट गोड़े रखिता ताहले मु जाहे मो विश्राम कक्ष को।